ମନେ ରଖିଥିବ ଭଉଣୀମାନେ, ଆପଣଙ୍କୁ କାହା ଦ୍ୱାରା ସାହାଯ୍ୟ ମିଳିଯାଉଛି ତ କାମ ସହଜରେ ହେଇଯାଉଛି, ଆପଣ ବହୁତ ଖୁସିରେ ରହୁଛନ୍ତି, ବହୁତ ଖୁସି ହେଇଯାଉଛନ୍ତି। ଆପଣଙ୍କ ସ୍ୱାମୀ ଯେଉଁ କାମ ପାଇଁ ସାହାଯ୍ୟ କରୁନଥିଲେ ଆପଣ ଅନ୍ୟ କାହାଠାରୁ ସେ ସାହାଯ୍ୟ ପାଇଯାଉଛନ୍ତି ଆଉ ସୁରୁଖୁରୁରେ ସେ କାମ କରିପାରୁଛନ୍ତି। କିନ୍ତୁ ତା ବଦଳରେ ଆପଣଙ୍କୁ କିଛି ହରେଇବାକୁ ପଡ଼ୁଛି କି? ଆପଣଙ୍କୁ କିଛି ମୂଲ୍ୟବାନ ଜିନିଷ ହରେଇବାକୁ ପଡ଼ୁଛି କି? ଯଦି ହରେଇବାକୁ ପଡ଼ୁଛି ତେବେ ସେଇଠି ବନ୍ଦ ହେଇଯାଆନ୍ତୁ, କାହିଁକି ନା ସେଇ ସାହାଯ୍ୟ ବଦଳରେ ତୁମ ପଛରେ ଷଡ଼ଯନ୍ତ୍ର କରାଯାଉଛି। ସ୍ୱାମୀଟିଏ ସାହାଯ୍ୟ କଲାନି ବୋଲି ଭାବି ବା ସ୍ୱାମୀ ଆମକୁ ଏକୁଟିଆ କରିଦେଇଛନ୍ତି ଭାବି ଯାହାର ବି ସାହାଯ୍ୟ ନେଉଛନ୍ତି ତା ପଛରେ ବହୁତ ବଡ଼ ସ୍ୱାର୍ଥ ଲୁଚିକି ରହିଥାଏ ଆଉ ସେ ସ୍ୱାର୍ଥ ପୂରଣ ପାଇଁ ସେମାନେ ଲାଗି ପଡ଼ନ୍ତି। କିନ୍ତୁ ସ୍ୱାମୀ କେବେ ସ୍ୱାର୍ଥ ରଖିକି ସ୍ତ୍ରୀକୁ କୌଣସି କାମରେ ସାହାଯ୍ୟ କରିବା ଠାରୁ ଆରମ୍ଭ କରି ତାକୁ ନାଇବା ପିନ୍ଧିବା ଖାଇବାରେ କେବେ ସ୍ୱାର୍ଥ ରଖି ଦେଇନଥାଏ। ମନେ ରଖିଥିବ ଭଉଣୀମାନେ, ଭୁଲ ନିଷ୍ପତ୍ତି ଥରେ ଯଦି ନେଇଯାଆନ୍ତି ତାହେଲେ ଜୀବନ ତମର ନଷ୍ଟ ହେବ, ସ୍ୱାମୀଙ୍କର କିଛି ହେବନି। ଜୟ ଜଗନ୍ନାଥ।